ଆପଣଙ୍କର ଭାଇ ସବୁ ମାନେ ସବୁ କିଛି ଅପଡେଟ୍ ହଉ ସବୁ କିଛି ଜିନିଷ ମୋ ଚ୍ୟାନେଲ ମୁଁ ତମର ଚ୍ୟାନେଲ ରେ ଗୁଡାଏ ଭିडिଓ ଦେଖିଛି ଶଙ୍କର ତମକୁ ବହୁତ ବହୁତ ଧନ୍ୟବାଦ ଏତେ ଭଲ ପାଇବା ଦଉଥିବାର ସବୁବେଳେ ଏମିତି ଭାଇ ଭଲ ପାଇବା ବନେଇ ରଖିଥିବେ ଜୀବନ ଥିବା ଯାଏ ଭାଇ ତମ ପାଖରେ ଥିବେ ଭାଇ ଟିକେ ଖାଲି ସାଇଡ ହେବ ଖାଲି ଟିକେ ଭାଇ ସବୁ ଥରକା ଭଳିଆ ଯୋଉ ପ୍ରିମିୟର ସବୁ ହୁଏ ପୁରା ବୋବାଲିକି ଦମାଲିକି ବାଜା ବାଜିକି ବାଣ ଫୁଟେଇକି ହୁଏ ଏଥର ଟିକେ ସିମ୍ପଲ ହଉଛି ତା ପାଇଁ କଣ କେମିତି ଏଥରକଟା ମୋର ଭାରି ମାନସିକ ଥିଲା କି ସିନେମା ଚାରିଧାମ ସିନେମା ଗୋଟେ ମହେନ୍ଦ୍ର ବେଳାରେ ସେଟା ଆଜି ସଫଳ ହେଇପାରିଛି ଆଉ ଏଇଟା କିଛି ମାତ୍ରାରେ ମୁଁ ଭାବୁଛି ଓଡ଼ିଆ ସିନେମା ପାଇଁ କି ବହୁତ ଭଲ ଶୁଭ ସଂକେତ ଆଉ ସିନେମା ଆଜି ସକାଳୁ ହେଇକି ବି ଯୋଉଭଳି ଭାବରେ ଲୋକଙ୍କର ଉତ୍ସାହ ଲୋକଙ୍କର ଭିଡ଼ ସେଇଟା ଆମ ପାଇଁ ଆଶୀର୍ବାଦ ଆଉ ଶଙ୍କର ତମେ ଏତେ ବାଟରୁ ଆସିଛ ସିନେମା ଦେଖିବା ପାଇଁ ତମର ଭଲ ପାଇବା ଆଗରେ ଆମେ ନତମସ୍ତକ ଆଉ ତମ ଭଳିଆ ଯେତେକ ଫ୍ୟାନ୍ସ ଆମର ଆସୁଛନ୍ତି ସମସ୍ତଙ୍କ ଆଗରେ ନତମସ୍ତକ ଭାଇ ଏ ଯୋଉ ଚାରିଧାମ ମୁଭି ଯୋଉ ହେଲା ସେ ଭିତରେ ଗୋଟେ ଏମିତି ଅଭୁଲା ସ୍ମୃତି ଗୋଟେ କୁହନ୍ତୁ ଯୋଉଟା ଶୁଣିକି ଦର୍ଶକ ମାନେ ବି ଟିକେ ମାନେ ଇମୋସନାଲ ହେଇଯିବେ ସେମିତି କଣ କହିବି ଯୋଉଥିରେ ଦର୍ଶକ ଇମୋସନାଲ କରିବାକୁ ଭାବିଚିନ୍ତି କହିବାର ମୋ ପାଖରେ କିଛି ନାହିଁ ବସ୍ ଏତିକି କହିବି ଯୋଉଟା ସତ ଯୋଉଟା ମୁଁ ସବୁବେଳେ ଫିଲ୍ କରିଛି ଏ ଚାରିଧାମ ସିନେମା ସୁଟିଂ ହବା ଆଗରୁ ସୁଟିଂ ହବା ସମୟରେ ସୁଟିଂ ହବା ପରେ ରିଲିଜ ହବା ପୂର୍ବରୁ ରିଲିଜ ହବା ପରେ ଏବେ ବି ଯଦି ସବୁଠୁ ବେଶୀ ମୁଁ କାହାକୁ ଝୁରୁଛି ତାହେଲେ ମୋର ବାପା ମାଙ୍କୁ ଏକାଠି ଝୁରୁଛି ତ ସମସ୍ତଙ୍କୁ ମୁଁ ତମ ମାଧ୍ୟମରେ ଅନୁରୋଧ କରିବି ଯେତେବେଳେ ଯାଏ ଆମ ଜୀବନ ଆମ ହାତରେ ଅଛି ବୟସ ଆମ ହାତରେ ଅଛି ବାପା ମା ଆମ ପାଖରେ ଅଛନ୍ତି ଆମ ସାଙ୍ଗରେ ଅଛନ୍ତି ନିଜର କର୍ତ୍ତବ୍ୟକୁ ଆମେ ଭୁଲିବା ନାହିଁ ସେ କର୍ତ୍ତବ୍ୟକୁ ଯଥାଶୀଘ୍ର ପାରିବା ଆମେ ସବୁବେଳେ ଧ୍ୟାନ ସହିତ ଏବଂ ସବୁ ଭଲ ପାଇବା ସମ୍ମାନ ସହିତ ସେ କର୍ତ୍ତବ୍ୟକୁ ଆମେ ସମ୍ମାନ ଦେବା କାରଣ ଆଜି ଯୋଉଟା ଅଛି ହୁଏତ କାଲି ନଥିବ ଆଉ ଯୋଉଟା କାଲି ନଥିବ ସେଟା କେବେ ଫେରିକି ଆସିବନି ସେ ସମୟର ମୂଲ୍ୟ କରିବା ଆମ ପାଇଁ ଜରୁରୀ ଭାଇ ଦର୍ଶକମାନଙ୍କୁ କଣ ବାର୍ତ୍ତା ଦେବେ ସ୍ପେଶାଲ କହିବି କି ମୁଁ ଆପଣଙ୍କୁ ଭାରି ଭଲ ପାଏ ସମସ୍ତଙ୍କୁ ଆଉ ଆପଣ ମାନଙ୍କୁ ମୋ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଭଲ ପାଉଥିବି ଆପଣ ମାନେ ଭଲରେ ରୁହନ୍ତୁ ଆପଣ ଭଲରେ ରହିଲେ ମୁଁ ଭଲରେ ଥିବି ଭାଇ ତାହେଲେ ଆମେ ଧରି ନେବା ଯେ ବର୍ଷକୁ ଆପଣ ଗୋଟେ ଗୋଟେ ମୁଭି ନେଇକି ଆସିବେ ନା ଦୁଇଟା ମୁଭି ସିଏ ତ ସମୟ କହିବ କାରଣ ଯେପର୍ଯ୍ୟନ୍ତ ଗୋଟେ ଭଲ କାହାଣୀ ଭଲ ଟିମ୍ ବା ଭଲ ଭାବରେ ତିଆରି ହେଇକି ନିର୍ମାଣ ହେଇକି ସିନେମାଟି ନ ଆସୁଥିବ ସେ ପର୍ଯ୍ୟନ୍ତ ନିଜର ବି ସାହସ ହବ ନାହିଁ ସିନେମା କରିବାକୁ ବା ସାମ୍ନାକୁ ଆଣିବା ପାଇଁ କାରଣ ଆପଣ ମାନଙ୍କର ଭଲ ପାଇବା ଆଉ ଏକ୍ସପେକ୍ଟେସନ ଯୋଉ ଧାରାରେ ରହୁଛି ଯୋଉ ମାତ୍ରାରେ ରହୁଛି ତାକୁ ଅସମ୍ମାନ ତ କରିପାରିବୁନି ନା ପାରୁ ପର୍ଯ୍ୟନ୍ତ ଚେଷ୍ଟା ତ କରିବୁ କେତେ ଦୂର ସଫଳ ହବୁ ବିଫଳ ହବୁ ସେ ସମୟ କହିବ କିନ୍ତୁ ଚେଷ୍ଟା କରିବା ଆମ ହାତରେ ଆମେ କାମ କରିବା ପରେ କୋଉ ମୁଭି ଆସିବ ଆପଣଙ୍କର ରାବଣ ଗୋଟେ ଭାଇ ଡାଇଲଗ ଖାଲି ଗୋଟେ ଡାଇଲଗ ଆଜି ତ ଚାରିଧାମ ଚାଲୁ ଚାରିଧାମ ପାଇଁ ତା ପରକୁ ପୁଣି ଆଉଥରେ ଆଗାମୀ ସିନେମାର ଡାଇଲଗ ମୁଁ ନିଶ୍ଚୟ ଦେବି